ବର୍ତ୍ତମାନ ବିଜେପି କି ଅଡୁଆରେ ପକାଉଛନ୍ତି କୋଉମାନେ ଜାଣିଛନ୍ତି ନା? ଯୋଉମାନେ ଅନ୍ୟ ଦଳ ଛାଡ଼ି ବିଜେପିରେ ଅଛନ୍ତି, ବିଜେପିରେ ଯୋଉମାନେ ପୁରୁଣା କର୍ମୀମାନେ ଅଛନ୍ତି ତାଙ୍କୁ ଖାତିର କରୁନାହାନ୍ତି, ତାଙ୍କ ଉପରେ ଚଢ଼ି ଚାମିଟି କଥାବାର୍ତ୍ତା କରନ୍ତି। ବେ ଶଳା ମାନେ, ତମେ ଥିଲ କୋଉଠି, ଆସିଲ କୋଉଠିକି, ତମର ଅକାତ କ'ଣ? ତମେ ହେଲା ଉଡ଼ା ଚଢ଼େଇ, ଆଜି ଏ ଦଳରେ କାଲି ସେ ଦଳରେ। ତେମାନେ ଆସିବ କହିବ ନା ପୁରୁଣା କର୍ମୀମାନଙ୍କୁ? ଶଳା ସେମାନଙ୍କୁ ତମେ ଜାଣିନ, ସେମାନେ ସଂଗଠନକୁ ବଜାୟ ରଖିଛନ୍ତି। ତମମାନେ ହେଲ କ୍ଷମତା ଲୋଭୀ ମାନେ। ତମେ ଆଜି ସେ ଦଳରେ ଥିଲ, ଆଜି ଏ ଦଳକୁ ଚାଲି ଆସିଛ। ତମକୁ ସାବାଡ଼ କରିବା ପାଇଁକା ଟାଇମ୍ ଲାଗିବନି। ତେଣୁ କରିକି ପୁରୁଣା କର୍ମୀମାନଙ୍କୁ ଯଦି ବିଜେପି ଅବହେଳା କରେ, ଦୀର୍ଘ ଦିନରେ ବିଜେଡି ଅବସ୍ଥା ଭୋଗିବ, କଂଗ୍ରେସ ଅବସ୍ଥା ଭୋଗିବ। ବିଜେପିର ଶୀର୍ଷ ନେତାମାନେ ଏକଥାକୁ ଟିକେ ଧ୍ୟାନ ଦିଅନ୍ତୁ। ଆଉ ବିଜେପିର ଗ୍ରାସ୍ ଲେଭେଲରେ ଥିବା ପୁରୁଣା କର୍ମୀମାନଙ୍କୁ ଉଚିତ ସମ୍ମାନ ମିଳିବା ଦରକାର। ସମ୍ମାନ ନ ମିଳିଲେ ସେ ପୁରା ବିଜେଡି କଂଗ୍ରେସ ଭଳି ଅବସ୍ଥା ଭୋଗିବ ବିଜେପି।